हेलो स्टूडेंट्स मु गोपाल आपन स्वागत करछि आपन को यूट्यूब चैनल चालो पढ़िया तो पिला माने केमिति अछि बस आशा करछि समस्त बहुत ही भलो थिबो तो फाइनली पिला माने सिटी एंट्रेंस एग्जाम पई मात्र देखिबा को गले 30 टा दिन रहिला किछि पिला मानकर पर्सनली कमेंट आछि कि पर्सनली कमेंट करछन्ती पर्सनली से माने व्हाट्सएप रे मेसेज करछन्ती कि सर हमें 30 दिन रे कोन सब प्रिपरेशन करबा हमें एपर्जन जानिने सिटी एंट्रेंस टा केमतिया कोन सिलेबस कोन रहिछि केमतिया कोन टारगेट करबा ଯାହା ଫଳରେ କି ଆମେ ଇଜିଲି ପାସ୍ ହେଇଯିବା ମାନେ ସିଟି ଏଣ୍ଟ୍ରାନ୍ସ ରେ ଆମେ କ୍ୱାଲିଫାଇ ହେଇଯିବା ଠିକ ଅଛି ପିଲାମାନେ ତ ଆଜିକାର ଭିଡିଓରେ ଆମେ ବାସ୍ ଜଷ୍ଟ ଗୋଟେ ଷ୍ଟ୍ରାଟେଜି ଭିଡିଓ ରହିବ କେମତିଆ କଣ ସବୁ କୋଉ କୋଉ ଟପିକ କୋଉଠି କୋଉଠି ସବୁ ପଢିବ କେମତିକା ପଢିବ କୋଉ ୱେ ର ପଢିବ ସେ ବିଷୟରେ ଆଜି ଆମେ ଡିସ୍କସନ କରିବା ତ ପିଲାମାନେ ଯଦି ତମେ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ ଦବାକୁ ଯାଉଛ 2026 ମସିହାରେ ଆଉ ତମେ ଏପର୍ଯ୍ୟନ୍ତ ଭିଡିଓଟିକୁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନ ତ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ ତମ ସାଙ୍ଗମାନଙ୍କ ସହିତ ନିହାତି ଭାବରେ ସେ ଚ୍ୟାନେଲଟିକୁ ସେୟାର କରିଦବ ତ ଚାଲ ଭିଡିଓଟିକୁ ଷ୍ଟାର୍ଟ କରିବା ଫାଷ୍ଟ ଅଫ୍ ଅଲ୍ ପିଲାମାନେ ଆମେ କିଛି ବି ଏଣ୍ଟ୍ରାନ୍ସ ଏକ୍ଜାମ ଦବା ପୂର୍ବରୁ ସେ ଏଣ୍ଟ୍ରାନ୍ସ ଏକ୍ଜାମ ର ସିଲାବସଟା ଆମେ ଭଲସେ ବୁଝିବା ଦରକାର ଠିକ ଅଛି ନା ପିଲାମାନେ ସିଲାବସଟାକୁ ଆମେ ଯଦି ଭଲସେ ବୁଝିବା ତେବେ ଆମକୁ ଇଜି ଲାଗିବ ସେ ଏଣ୍ଟ୍ରାନ୍ସ ଏକ୍ଜାମ ଟାକୁ ବୁଝିବା ପାଇଁ ପିଲାମାନେ ମନେ ରଖିଥାଅ ସବୁବେଳେ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ କୁ ଦୁଇଟା ପାର୍ଟ ରେ ବିଭକ୍ତ କରାଯାଇଛି ମାନେ ଏକ୍ଜାମ ତମେ ଏକ୍ଜାମ ହଉଛି ସିବିଟି ବେସ୍ ରେ ହବ ପିଲାମାନେ ସିବିଟି ବେସ୍ ମାନେ କଣ ସିବିଟି ମାନେ କମ୍ପ୍ୟୁଟର ବେସ୍ ଟେଷ୍ଟ ମାନେ ତମେ ଯୋଉ ଏକ୍ଜାମ ଟା ଦବ ପିଲାମାନେ ତମେ ଯୋଉ ଏକ୍ଜାମ ଟା ଦବ ଏଟା କମ୍ପ୍ୟୁଟର ମାଧ୍ୟମରେ ଦବ ପିଲାମାନେ କମ୍ପ୍ୟୁଟରରେ ତମେ ଏକ୍ଜାମ ଟା ଦବ ଆଉ ସବୁ ଗୁଡା ଏମସିକ୍ୟୁ କ୍ୱେଶ୍ଚନ ପଡିବ ପିଲାମାନେ ସବୁ ଗୁଡା ଏମସିକ୍ୟୁ କ୍ୱେଶ୍ଚନ ପଡିବ ସବୁ ଗୁଡା ଏକ ମାର୍କ ଲେଖାଏ ପ୍ରତ୍ୟେକ ପ୍ରତ୍ୟେକ କ୍ୱେଶ୍ଚନ ଏକ ମାର୍କ ଆଉ ଯଦି ଗୋଟେ କ୍ୱେଶ୍ଚନ ତମେ ଭୁଲ କରିଦଉଛ ତେବେ 0.25 ମାର୍କ ତମର କଟିଯିବ ଠିକ ଅଛି ମାନେ ଚାରିଟା କ୍ୱେଶ୍ଚନ ଯଦି ତମେ ଭୁଲ କରିଦଉଛ ତେବେ ଏକ ମାର୍କ ତମର କଟିଯିବ ତ ସେ ବିଷୟରେ ଆମେ ଅଲରେଡି ଜାଣିଛେ ସେଗୁଡା ବିଷୟରେ ବିଶେଷ କିଛି ଡିସ୍କସନ କରୁନାହୁଁ ତ ଆମେ ଦେଖିବା କଣ ନା ଦିଟା ସେକ୍ସନ ତମର ଅଛି ଏକ୍ଜାମ ରେ ଗୋଟେ ଦିନ ଏକ୍ଜାମ ହବ ଦିଟା ଯାକ ସେକ୍ସନ ଗୋଟେ ଦିନ ଏକ୍ଜାମ ହବ ଆଉ ପିଲାମାନେ ମନେ ରଖିଥାଅ ଆର୍ଟସ ଆଉ ସାଇନ୍ସ ବୋଥ ମାନଙ୍କର ଗୋଟିଏ ହିଁ ସିଲାବସ ଅଛି ସେମାନେ ଗୋଟିଏ ସିଲାବସ ରେ ମାନେ ଦେବେ ଏକ୍ଜାମ ମାନେ ଏମିତିକା ନାହିଁ କି ସାଇନ୍ସ ମାନଙ୍କର ସାଇନ୍ସ ଏକ୍ଜାମ ଦେବେ ଆର୍ଟସ ମାନଙ୍କର ଆର୍ଟସ ଚାପ୍ଟର ଏକ୍ଜାମ ଦେବେ ସେମିତିଆ କିଛି ନାହିଁ ଗୋଟିଏ ସିଲାବସ ବୋଥ ସାଇନ୍ସ ଆଣ୍ଡ ଆର୍ଟସ ଷ୍ଟ୍ରିମ୍ ପିଲାମାନେ ସବୁ ଏକ୍ଜାମ ଦେବା ପାଇଁ ଯିବେ ଠିକ ଅଛି ପିଲାମାନେ ଫାର୍ଷ୍ଟ ଅଫ ଅଲ୍ ଏଇ ଯୋଉ ସେକ୍ସନ ଏ ବା ପାର୍ଟ ଏ ରେ ତମର 30 ମାର୍କ ର କ୍ୱେଶ୍ଚନ ପଡିବ 30 ମାର୍କ ଭିତରେ ତମର ଇଂଲିଶ ଯୋଉ ଲାଙ୍ଗୁଏଜ ଅଛି ଇଂଲିଶ ଲାଙ୍ଗୁଏଜ ରେ ତମର 10 ମାର୍କ କ୍ୱେଶ୍ଚନ ମାନେ ପଡିବ ତାପରେ ଏଜୁକେସନ ଆଣ୍ଡ ଜେନେରାଲ ଆୱାରନେସ ର 5 ମାର୍କ ପଡିବ ପିଲାମାନେ ରିଜନିଂ ର ତମର 5ଟି କ୍ୱେଶ୍ଚନ ପଡିବ ପିଲାମାନେ ତାପରେ ଟିଚିଂ ଆପ୍ଟିଟ୍ୟୁଡ ର ତମର ତମର 10ଟି କ୍ୱେଶ୍ଚନ ପଡିବ ଟୋଟାଲ କେତେ ହଉଛି ପିଲାମାନେ ନା 10 10 10 20 10 30 ଟୋଟାଲ ପିଲାମାନେ 30 ମାର୍କ ର ଏକ୍ଜାମ ମାନେ 30 ମାର୍କ ର ଫାଷ୍ଟ ସେକ୍ସନ ର ତମର ପଡିବ 30 ମାର୍କ ସେକେଣ୍ଡ ଟା ଅଛି ଯୋଉ ତମର ଏଇଟା ହଉଛି ତମର କଣ ବେସ୍ এইটা হচ্ছে তোমার এক্সামর বেস পিলাମାନେ ଏକ୍ଜାମର ବେସ୍ ମାନେ କଣ ଏଠି ସବୁ ସବଜେକ୍ଟ ମାନେ କଣ୍ଟେଣ୍ଟ ଗୁଡା ପଡିବ ପିଲାମାନେ ସବଜେକ୍ଟ ମାନେ କଣ୍ଟେଣ୍ଟ ଯେମିତି ପ୍ରଥମେ କହିବି କଣ ନା ଲାଙ୍ଗୁଏଜ ପେପର ତମର ଯୋଉ ଫାଷ୍ଟ ଲାଙ୍ଗୁଏଜ ଅଛି ଓଡିଆ ତମେ ଓଡିଆ ନେଇପାର କି କିଛି ପିଲା ତେଲୁଗୁ ନେଇପାରନ୍ତି ଉର୍ଦ୍ଦୁ ନେଇପାରନ୍ତି ସାନ୍ତାଳୀ ଯେଟାକି ଆମେ ଅଲଚିକି ବୋଲି କହୁଛେ ଅଲଚିକି ନେଇପାରନ୍ତି କିଛି ବି ନେଇପାରନ୍ତି ତାଙ୍କର ଫାଷ୍ଟ ଲାଙ୍ଗୁଏଜ ଯାହା ଥିବ ସେଟାରେ ପିଲାମାନେ 15ଟା କ୍ୱେଶ୍ଚନ 15 ମାର୍କର ପଡିବ ସେଇଭଳିଆ ମ୍ୟାଥମେଟିକ୍ସ ର 15ଟା କ୍ୱେଶ୍ଚନ 15 ମାର୍କର ପଡିବ ସୋସିଆଲ ସାଇନ୍ସ ର 15ଟା କ୍ୱେଶ୍ଚନ 15 ମାର୍କର ପଡିବ ସାଇନ୍ସ ର 15ଟା କ୍ୱେଶ୍ଚନ 15 ମାର୍କ ଟୋଟାଲ ପିଲାମାନେ 60 ମାର୍କର ମାନେ କ୍ୱେଶ୍ଚନ ପଡିବ ପିଲାମାନେ କୋଉଠି ନା ସେକ୍ସନ 2 ରେ ଠିକ ଅଛି ତ ମତେ ଯଦି ତମେ କହିବ ନା ସାର୍ ଆମକୁ କିଛି ଷ୍ଟ୍ରାଟେଜି ଦିଅନ୍ତୁ ଆମେ କୋଉଟାକୁ ଅଧିକ ଟାର୍ଗେଟ କଲେ ଆମେ ଇଜିଲି ମାନେ କ୍ୱାଲିଫାଇ କରିପାରିବା ଟୋଟାଲ ଏକ୍ଜାମ ର ଫୁଲ ମାର୍କ ହଉଛି ତମର ପିଲାମାନେ କେତେ ନା ସାର୍ 90 ମାର୍କ ରୁ ସାର୍ ଆମେ କେତେ ମାର୍କ ରଖିଲେ ଆମେ ସିଓର ସଟ୍ ଇଜିଲି ଆମେ କଣ କରିପାରିବା ନା କ୍ୱାଲିଫାଇ ହେଇପାରିବା ଗୋଟେ ସିଟି ଏଣ୍ଟ୍ରାନ୍ସ ଏକ୍ଜାମ ରେ କ୍ୱାଲିଫାଇ ହେଇକି ଆମେ ସିଟି କୋର୍ସ ଟା କଣ୍ଟିନ୍ୟୁ କରିପାରିବା ଯଦି ତମେ ମତେ ପଚାରୁଛ ତମେ ଯଦି ଜେନେରାଲ ପିଲା ଅଛ ପିଲାମାନେ ତମେ 60+ ମାର୍କ ରଖିବା ପାଇଁ ନିହାତି ପଡିବ କାରଣ ଦେଖ ଏବେ କଣ ହଉଛି ନା ଆମର କମ୍ପିଟିସନ ବଢୁଛି ପିଲାମାନେ ତ ନିହାତି ଭାବରେ କମ୍ପିଟିସନ ବଢୁଛି ତ ତମେ ଟାର୍ଗେଟ ରଖ 60 ରୁ 70 ଜେନେରାଲ ପିଲା 60 ରୁ 70 ଜେନେରାଲ ପିଲା ଟାର୍ଗେଟ ରଖ ଏସସି ଏସଟି ପିଲାମାନେ ସେଇ 50 ରୁ 60 ଭିତରେ ମାର୍କ ରଖିଲେ ତମେ ମନେ ରଖ ପିଲାମାନେ ସିଓର ସଟ୍ କ୍ୱାଲିଫାଇ ହେଇଯିବ ପିଲାମାନେ ଏଇ ଏତିକ ମାର୍କ ରଖିଲେ ତମେ ସିଓର ସଟ୍ କ୍ୱାଲିଫାଇ ହେଇଯିବ ତ ତମ ମାଇଣ୍ଡ ରେ ଗୋଟେ କ୍ୱେଶ୍ଚନ ଆସୁଥିବ ସାର୍ ଆମେ ଏପର୍ଯ୍ୟନ୍ତ ପଢା ଷ୍ଟାର୍ଟ କରିନୁ ଆଉ ମାତ୍ର 30ଟା ଦିନ ରହିଲା ଏକ୍ଜାମ ଡେଟ୍ ହୁଏତ ଆସିନି ଏକ୍ଜାମ ଡେଟ୍ ଆର ମାସ ଅଗଷ୍ଟ ମାସ ସେକେଣ୍ଡ ୱିକ୍ ଭିତରେ ଏକ୍ଜାମ ହେଇଯିବ ତମର ଠିକ ଅଛି ମାନେ ମାନିକି ଚାଲିବା ଆମର କେତେ ଦିନ ସମୟ ଅଛି ନା 30 ଦିନ ସମୟ ଅଛି ତ 30 ଦିନ ଭିତରେ ଆମେ କେମିତିକା ପଢିଲେ କୋଉ ଷ୍ଟ୍ରାଟେଜିକୁ ନେଇକି ପଢିଲେ ଆମେ 30 ଦିନ ଭିତରେ ଇଜିଲି 60 ରୁ 70 ମାର୍କ
ମାନେ ସିକ୍ୟୁର କରିପାରିବା। ଠିକ ଅଛି, ସେଇ ବିଷୟରେ ଆଜି ପିଲାମାନେ ଆମେ ଡିସ୍କସନ କରିବା। ପିଲାମାନେ ଫାଷ୍ଟ ଅଫ ଅଲ୍ ତମେ ସବୁବେଳେ ଟାର୍ଗେଟ ଦବ ପିଲାମାନେ କୋଉଟା, ଏଇଟା ଏଇଟା ତମର ମେନ୍ ସ୍କୋରିଂ ଚାପ୍ଟର। ଏଇଟା ହଉଛି ତମର କଣ, ସ୍କୋରିଂ ଏରିଆ। ଠିକ ଅଛି, ସ୍କୋରିଂ ଏରିଆ এইଟାକୁ ତମେ ଅଧିକ ଫୋକସ କରିବ ପିଲାମାନେ। ମାନେ କଣ, ଏଇ ଯୋଉ 60 ମାର୍କ ଅଛି ତମର ପିଲାମାନେ, ଏଇ 60 ମାର୍କ ତମେ ଅଧିକ ଫୋକସ କରିବ। ଆଉ ଏଇ 60 ମାର୍କକୁ ଯେତେ ତମେ ମାର୍କ ନେଇପାରିବ, ଯେତେ ତମେ ମାର୍କ ଏଇ 60 ମାର୍କରୁ ତମେ ଆଣିପାରିବ, ସେତେ ତମର ମାର୍କ, ଟୋଟାଲ ଓଭରଅଲ ମାର୍କଟା ତମର ସେତେ ଡେଭଲପ ହେଇ ହେଇଯିବ। ତ ସବୁବେଳେ ଧ୍ୟାନ ଦବ କଣ, ଏଇ 60 ମାର୍କଟାକୁ। ଓକେ, 60 ମାର୍କଟାକୁ ଆଗେ ଧ୍ୟାନ ଦବ। ଫାଷ୍ଟ ଅଫ ଅଲ୍ ଦେଖ, ମୋର କ୍ଲାସ ହଉଛି, ମୁଁ କହିଦେବି କେତେବେଳେ କଣ କ୍ଲାସ ହଉଛି, କୋଉ କୋଉ ବିଷୟ ଆମେ ସବୁ ଆମ ଏଇ ୟୁଟ୍ୟୁବ ଚ୍ୟାନେଲରେ ପଢେଇବାକୁ ଯାଉଛେ। ତମେ ଆଗେ ପ୍ରଥମେ ନା ଟାର୍ଗେଟ କେତେ କରିବ ଶୁଣ। ତମର ସିଟି ଏଣ୍ଟ୍ରାନ୍ସ ଏକ୍ସାମରେ ବିଲକୁଲ କଷ୍ଟ କ୍ୱେଶ୍ଚନ ବିଲକୁଲ ପଡୁନାହିଁ। ଏଇ ଯୋଉ 15ଟା କ୍ୱେଶ୍ଚନ ତମର ଅଛି, ରୁହ ଟିକେ ଖାଲି ରଖିଲେ, ହଁ, ଏଠି ଯୋଉ ତମର 15ଟା କ୍ୱେଶ୍ଚନ ତମର ଅଛି ଓଡିଆରେ 15 ମାର୍କ, ତମେ ଖାଲି 10th କ୍ଲାସ ବୁକ୍, 10th କ୍ଲାସର ଦେଖିବ ଓଡିଆର ଗ୍ରାମାର ବହି ଗୋଟେ ଅଛି। ଯଦି ତମେ ଆଜି 30 ମିନିଟ୍, ପ୍ରତ୍ୟେକ ଦିନ 30 ମିନିଟ୍ ବି ଯଦି ତମେ ସେଇ ଓଡିଆ ଗ୍ରାମାର ବହିଟାକୁ ପଢିବ, ତମେ 15ରୁ ଏଟଲିଷ୍ଟ ପିଲାମାନେ ଏଠି 12 ମାର୍କ ଆଣିପାରିବ। ବହୁତ ଇଜି କ୍ୱେଶ୍ଚନ ପଡେ ପିଲାମାନେ। ଏଇ ଯୋଉ ବିଭିନ୍ନ ପ୍ରକାର ବାକ୍ୟ, ତାପରେ ଆସିଲା କଣ କୃଦନ୍ତ ତଦନ୍ତ, ଆସିଲା ରୁଢି ଲୋକବାଣୀ, ଏଇଗୁଡା ଯଦି ତମେ ଟିକେ ଭଲସେ ଦେଖିବ, ତମେ ଆରାମସେ 15ରୁ 12 ମାର୍କ ନେଇ ଆସିପାରିବ। ତାପରେ ମ୍ୟାଥମେଟିକ୍ସ ପିଲାମାନେ, ମ୍ୟାଥମେଟିକ୍ସର ମୋ କ୍ଲାସ କର ପିଲାମାନେ, ତମେ ଆରାମସୁ 15ରୁ 15, ହୁଏତ ତମର ମ୍ୟାଥମେଟିକ୍ସ ହଉ ନଥାଉ, ମୁଁ ପୁରା ବେସିକରୁ ପଢଉଛି ପିଲାମାନେ। ତମେ ଯଦି କିଛି ଜାଣିନ, ବାସ୍ ଯୋଗ ବିయోଗ ଗୁଣନ ହରଣ ଶିଖିଥିବା ଦରକାର, ପଣିକା 10କେ ପଣିକା ପର୍ଯ୍ୟନ୍ତ ଶିଖିଥିବା ଦରକାର। ଏତିକି ଶିଖିଲେ ତମେ ଇଜିଲି ମ୍ୟାଥମେଟିକ୍ସରୁ, ଯୋଉମାନଙ୍କର ବହୁତ କଷ୍ଟ ମ୍ୟାଥମେଟିକ୍ସ, 10+, 10ରୁ 15ରୁ 10+ ଅଧିକ ତମେ ମାର୍କ ରଖିପାରିବ। ସେଇଭଳିଆ ଆମର ଗୋଟେ ନୂଆ ଟିଚର ଆସିଛନ୍ତି, ସୋସିଆଲ ସାଇନ୍ସର ଶିବାନୀ ମ୍ୟାଡାମ ଯୋଉଟା ଅଛନ୍ତି। ସୋସିଆଲ ସାଇନ୍ସର ଏତେ ଇଜିଲି ତମକୁ ପଢେଇବେ, ତମେ ଲାଗିବ କୋଉଠି ଗୋଟେ ମାନେ ଷ୍ଟୋରି ସେସନରେ ଅଛ, ମାନେ ଗୋଟେ ଗପ ଶୁଣୁଛ। ସେଇ ଗପ ମାଧ୍ୟମରେ ଏତେ ବଢିଆ ପଢେଇବେ ତମକୁ ସୋସିଆଲ ସାଇନ୍ସ, ବିଲକୁଲ ବି କିଛି ଟେନସନ ନେବା ଦରକାର ନାହିଁ। ଏଠି ବି ତମେ ସୋସିଆଲ ସାଇନ୍ସରେ 10+ ମାର୍କ ରଖିପାରିବ। ଓକେ, ସେଇଭଳିଆ ସାଇନ୍ସରେ ବି ଆମର ନୂଆ ଟିଚର ଆସିଛନ୍ତି। ସାଇନ୍ସରେ ବି ସୁପ୍ରିୟା ମ୍ୟାଡାମ ନୂଆ ଟିଚର ଆସିଛନ୍ତି। ସିଏ ବି ବହୁତ ଇଜି ଭାବରେ, ବହୁତ ହି ବଢିଆ ଏକ୍ସପ୍ଲାନ କରିକି ପଢଉଛନ୍ତି। ତମେ ଆମ ୟୁଟ୍ୟୁବ ଚ୍ୟାନେଲରେ ଯାଇକି ତମେ ଦେଖିପାରିବ। ଓକେ ପିଲାମାନେ, ତ ଏଇଟା ହଉଛି ଆମର ଟାର୍ଗେଟ ରଖିବା। ଏଟା ବି ଆରାମସେ ଆମେ କଣ ନା 13+ ଆମେ ରଖିପାରିବା। ତ ଯଦି ଏଇଗୁଡାକୁ ସବୁ ଗୁଡାକୁ ଆମେ କାଉଣ୍ଟ କରିବା, କେତେ ତଥାପି ଆସୁଛୁ ଦେଖିଲ, ଦେଖିଲ ଏଠି କେତେ ଆସୁଛୁ ନା ସାର୍, 12 ଯୁକ୍ତ 15 ଯୁକ୍ତ 10 ଯୁକ୍ତ 3, କେତେ ହେଲା, 10, 1 ହେଲା 0, 1 2 3 4 5 50, ମାନେ 60ରୁ ସବୁବେଳେ ତମେ ଚେଷ୍ଟା କରିବ। ଯଦି ସେକେଣ୍ଡ ସେକ୍ସନର ଯୋଉ 60 ଯୋଉ ମାର୍କ ଅଛି, 60ରୁ ତମେ 50 ଟାର୍ଗେଟ କରିବ ପିଲାମାନେ। ଏଠୁ ଯେତେ ଆସୁ, ଏଠୁ 10 ଆସିଗଲେ ବି ଆମର ବହୁତ ବଢିଆ ପିଲାମାନେ। ଏଠୁ ବହୁତ ଇଜି ଛୁଆ। ମୁଁ ରିଜନିଂ ପଢେଇବି, ମୁଁ ମୋର ରିଜନିଂ, ସରି ମୁଁ ରିଜନିଂ ନୁହଁ, ଟିଚିଂ ଆପ୍ଟିଟ୍ୟୁଡ ହେଲା। ମୁଁ ତମର ପିଲାମାନେ ଟିଚିଂ ଆପ୍ଟିଟ୍ୟୁଡ ପଢେଇବି। ଏଇ 10ରୁ 10 ମାର୍କ ମୁଁ କହୁଛି, ଏଇଟା ମୁଁ ଗ୍ୟାରେଣ୍ଟି ଦେଇ କହୁଛି ପିଲାମାନେ, ତମେ ଯଦି କ୍ଲାସଟା କଣ୍ଟିନ୍ୟୁ ଯଦି ମୋ ସହିତ କରିବ, ମୁଁ ତମର ଟିଚିଂ ଆପ୍ଟିଟ୍ୟୁଡରେ 10ରୁ 10 ଆଣିଦେବି। ଗୋଟେ ମାର୍କ ପିଲାମାନେ ତମର କଟିବନି। ଠିକ ଅଛି ବୋଲି ମୁଁ କହିବି, ମୁଁ କଣ କଣ ପଢେଇବି, ସେ ମ୍ୟାଡାମ ମାନେ ସବୁ କଣ ପଢେଇବେ, ମୁଁ ସବୁ କହିବି। ଠିକ ଅଛି, ଟିଚର ମାନେ କଣ ସବୁ ପଢେଇବେ ସବୁ ଜଣେଇବି, ଆଗକୁ ମୁଁ ଜଣେଇବି। ଠିକ ଅଛି, ତ ନିହାତି ଭାବରେ ଏଇଠୁ ଆରାମସେ ତମେ ଯଦି 15ରୁ 20 ମାର୍କ ଆଣିବ, ଏଇଠୁ ଯଦି ଏଇ ଯୋଉ ଫାର୍ଷ୍ଟ ସେକ୍ସନରୁ ଯଦି ଆରାମସେ 15 ମାର୍କ ବି ଆଣିବ, ତମର ଏଇଠି କେତେ ହେଇଯାଉଛି ପିଲାମାନେ ନା ସାର୍, 65 ମାର୍କ। ଆଉ ତମେ 90ରୁ 65 ମାର୍କଟା କିଛି ଖରାପ ମାର୍କ ନୁହେଁ। ତମେ ଆରାମସେ ଫାର୍ଷ୍ଟ ସିଲେକ୍ସନରେ ପାଇଯିବ, ସିଟି ମାନେ ସିଟି ସିଟ୍ ପାଇଯିବ ଆରାମସେ ଫାର୍ଷ୍ଟ ସିଲେକ୍ସନରେ। ମୋ କଥା ବୁଝିପାରୁଛ ପିଲାମାନେ? ତ ଦେଖ, ସେଇଭଳିଆ କଣ ନା, ଏଠି ତମର ରହିଲା ଯୋଉ ମେନ୍ ସବଜେକ୍ଟ ଗୁଡା କହିଥିଲି, ଗୁଡା ଭଲସେ ଗୁଡା ତାର ସିଲାବସ ଗୁଡା ପୁରା ଡିଟେଲ ସିଲାବସ ଭଲସେ ଲେଖିନି, ମାନେ ସ୍କ୍ରିନଶଟ ମାରି ନେଇଥାଉ। ଠିକ ଅଛି, ଏଟା ହେଲା ମ୍ୟାଥମେଟିକ୍ସର HCF LCM ସ୍କୋୟାର ରୁଟ୍, ପରସେଣ୍ଟେଜ ଏଣ୍ଡ ଡିସଆପ୍ଲିକେସନ, ପ୍ରଫିଟ ଲସ୍, ସିମ୍ପଲ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ରେସିଓ ପ୍ରପୋର୍ସନ, ଆଲଜେବ୍ରିକ ଇକ୍ୱେସନ ଏଣ୍ଡ देयर ସଲ୍ୟୁସନ, ସେଟ୍ ଆଉ ସେଟ୍ ଅପରେସନ, ତାପରେ ବେସିକ ଜିଓମେଟ୍ରିକାଲ କନସେପ୍ଟ ରହିଲା, ତାପରେ ଟ୍ରାଇଆଙ୍ଗେଲ, କ୍ୱାଡ୍ରିଲେଟରାଲ, ତାପରେ ସର୍କିଲ, ଏଗୁଡା ସବୁ ରହିଲା। ତାପରେ ସୋସିଆଲ ସାଇନ୍ସର ବେଦିକ ଏଜ୍, ଏଗୁଡା ସବୁ ବିଭିନ୍ନ ପ୍ରକାର କଣ ତମର ସିଲାବସ ରହୁଛି। ସିଲାବସ ଗୁଡା ଯଦି ତମର ନାହିଁ, ତମେ ଏଇଠି ତମେ ନୋଟ କରି ନେଇ ପାରିବ। ସାଇନ୍ସର ଅଛି ସେଇଭଳିଆ ଡିଫରେଣ୍ଟ ଷ୍ଟେଟ୍ ଆଣ୍ଡ କ୍ୟାରେକ୍ଟରିଷ୍ଟିକ ଅଫ ମ୍ୟାଟର, ସେଇଭଳିଆ କଣ ଅଛି ନା, କେମିକାଲ ରିଏକ୍ସନ, ଫୋର୍ସ ଏନର୍ଜି ଏଣ୍ଡ ମୋସନ, ପ୍ଲାଣ୍ଟ ସେଲ ଆଣ୍ଡ ଆନିମାଲ ସେଲ, ଷ୍ଟ୍ରକ୍ଚର ଆଣ୍ଡ ଆଡାପ୍ଟେସନ ଇନ ପ୍ଲାଣ୍ଟ, ମାଇକ୍ରୋ ଅର୍ଗାନିଜିମ, এইଗୁଡା ସବୁ ଛୋଟ ଛୋଟ ବିଷୟ ଅଛି। ଆମେ ଏତେ ଇଜି ୱେରେ ପଢିବା ପିଲାମାନେ, ଏଇଗୁଡା ବିଲକୁଲ ବି ଗୋଟେ ଗୋଟେ କ୍ଲାସରେ ଆମେ କମ୍ପ୍ଲିଟ କରିବାକୁ ଯିବା। ବହୁତ ବହୁତ କ୍ୱେଶ୍ଚନ ଗୁଡାକୁ ଆମେ ଡିସ୍କସନ କରିବା। ଆଉ ହଁ ପିଲାମାନେ, ତମେ ମାନେ ଯଦି
पूरा डेडिकेटली पढ़िया ପାଇଁ ଚାହୁଁଛ ଏଇଟା ହଉଛି ମୋ ନମ୍ବର ପିଲାମାନେ 7205892090 ପିଲାମାନେ ଏଇ ନମ୍ବରରେ ମତେ ମେସେଜ କର ହ୍ୱାଟ୍ସଆପ ରେ କଲ୍ ମଲ୍ କରିବନି ହ୍ୱାଟ୍ସଆପ ରେ ମତେ ମେସେଜ କର ହ୍ୱାଟ୍ସଆପ ରେ ମେସେଜ କଲେ ମୁଁ ତମକୁ ଗୋଟେ ଗ୍ରୁପ ରେ ଜଏନ କରିଦେବି ପିଲାମାନେ ସେଇ ଗ୍ରୁପ ରେ ଆମର ସବୁ ଟିଚର ମାନେ ଅଛନ୍ତି ଯୋଉ ଟିଚର ଯୋଉ ସବୁ ସବଜେକ୍ଟ କୁ ପଢେଇବେ ସବୁ ଟିଚର ମାନେ ଅଛନ୍ତି ପିଲାମାନେ ବହୁତ ପିଲାମାନଙ୍କୁ ଆମେ ଏବେ ନୂଆ ଜଏନ କରୁଛେ ବହୁତ ଅଳ୍ପ ପିଲା 2-3 ଜଣ ପିଲା ଏପର୍ଯ୍ୟନ୍ତ ଜଏନ ହେଇସାରିଲେଣି ତମେ ବିଲକୁଲ ବି ଜଏନ ହେଇଯାଉ ସେଇ ଗ୍ରୁପରେ ତମର ଯେକୌଣସି ଡାଉଟ ପିଲାମାନେ ବିଲକୁଲ ଫ୍ରିରେ ଏଇ ଗ୍ରୁପରେ ମୁଁ ଜଏନ କରିଦେବି ତମର ଯେକୌଣସି ଡାଉଟ ହୁଏ ସେଇ ଡାଉଟ ଗୁଡା ତମେ ଆରାମସେ ସେଇ ଗ୍ରୁପ ମାଧ୍ୟମରେ ଡିସ୍କସନ କରିପାରିବ ସେଇ ଡିସ୍କସନ ଥ୍ରୋରେ ସବୁ ଟିଚର ମାନେ ପିଲାମାନେ ଯେତେ ଜଣ ଆମର ଟିଚର ଅଛନ୍ତି ଆମ ଚ୍ୟାନେଲରେ ସବୁ ଟିଚର ମାନେ ତମକୁ ସେଇ ଗ୍ରୁପରେ ହେଲ୍ପ କରିବେ ତାକୁ ଏକ୍ସପ୍ଲେନ କରିବା ପାଇଁ ଓକେ ପିଲାମାନେ ତ ନିହାତି ଭାବରେ ମତେ ଏଇ ନମ୍ବରରେ ମେସେଜ କର ଯଦି ଡେଡିକେଟଲି ପଢିବା ପାଇଁ ଚାହୁଁଛ ତେବେ ନିହାତି ଭାବରେ ମତେ ଟିକେ ମେସେଜ କର ଏଇ ଗ୍ରୁପରେ ନମ୍ବରରେ ମୁଁ ତମକୁ ଗୋଟେ ହ୍ୱାଟ୍ସଆପ ଗ୍ରୁପରେ ଜଏନ କରିଦେବି ସବୁ ମ୍ୟାଡାମ ମାନେ ସେଠି ଅଛନ୍ତି ଓକେ ତ ଦେଖନ୍ତୁ ଆମର ଏଇ ଯୋଉ ହ୍ୱାଟ୍ସଆପ ବା ଏଇ ଯୋଉ ୟୁଟ୍ୟୁବ ଚ୍ୟାନେଲ ଥ୍ରୋରୁ ଆମେ କିଛି ସବଜେକ୍ଟ ବା ମ୍ୟାକ୍ସିମମ୍ ସବଜେକ୍ଟ 90% ସବଜେକ୍ଟ ପିଲାମାନେ ତମକୁ ମୁଁ ଆମ ହ୍ୱାଟ୍ସଆପ ଚ୍ୟାନେଲ ଥ୍ରୋରୁ ତମକୁ ପଢେଇବାକୁ ଯିବା ଯୋଉଟା କି ତମର ମଣ୍ଡେ ଦିନ ଅଛି ପିଲାମାନେ ସାଇନ୍ସ ଅଛି ट्यूसडे दिन इंग्लिश अच्छी वेडनेसडे दिन मैथमेटिक्स अच्छी थर्सडे दिन रिजनिंग अच्छी फ्राइडे दिन सोशल साइंस बा सोशल स्टडीज बोली कहूचे सैटरडे दिन टीचिंग एप्टीट्यूड अच्छी प्रत्येक प्रत्येक दिन केवल संडे दिन को छाड़ी आमे प्रत्येक दिन किसी ना किसी सब्जेक्ट को लेके आसीबा किसी ना किसी सब्जेक्ट तुम सहित आलोचना करबा आउ आमे एग्जाम पूर्वरु तुमको सेई सब्जेक्ट रे केमितिका तुम मैक्सिमम रु मैक्सिमम मार्क रखिबो से दायित्व पिला माने आजिठु आमर बास तुमे माने डेडिकेटली चैनल रे माने रहिबा दरकार चैनल रे प्रत्येक दिन जो बेले आमर वीडियो अपलोड होउची सांगे सांग तुमे चैनल रे आसीकी सांगे सांग वीडियो टी को प्रथम देखो जदि किछि वीडियो रे किछि बुझी पारलोनी किछि क्वेश्चन डाउट रहिला तुमे आम व्हाट्सएप ग्रुप रे जो जॉइन हेतिबो सेही व्हाट्सएप ग्रुप रे हमको मेसेज करिकि आमर सब तमर सब डाउट रो सॉल्यूशन तुमे सेट नै परिबो प्रथम तो होची कोन ना मु जेटे कि गोपाल सर मु तुमको कोन पढ़े पिला माने ना सर मैथमेटिक्स पढ़ेमी तुमको और टीचिंग एप्टीट्यूड दीटा सब्जेक्ट मु पिला माने तुमको पढ़ेमी टीचिंग एप्टीट्यूड पढ़ेमी पिला माने आउ जेटा कि पेडागोजी भी कहूचे कोन कहूचे पिला माने पेडागोजी भी कहूचे पेडागोजी पिला माने पढ़ेबी आउ तुमको मैथमेटिक्स पढ़ेमी ए दीटा सब्जेक्ट पिला माने मु तुमको पढ़ेमी आउ ए दीटा सब्जेक्ट रे तुम टेंशन किछि नबा दरकार नै मैथमेटिक्स जाको कष्ट होची जे माने आर्ट्स बैकग्राउंड रे आछंती तांको जनरली से माने मैथमेटिक्स ता टिके तांको कष्ट लागे तो टेंशन नबा दरकार नै मु बहुत इजी वे रे तुमको मैथमेटिक्स पढ़ेबी किछि टेंशन नबा दरकार नै ठीक अछि सेही भले हमर शिवानी मैम अछंती नुवा मैडम आछंती सी होची तमरो इंग्लिश पढ़ेबे आ सोशल स्टडीज पढ़ेबे सेही भले बहुत ही इजी माध्यम रे पढ़ियो बहुत स्टोरी वाइज रे तांको एक्सप्लेनेशन क्वालिटी बहुत बढ़िया पिला माने तांको क्लास टिके तुम अटेंड करो बढ़िया लागिबा तुम मानको माने सोशल स्टडी ते बहुत बढ़िया लागिबो ठीक अछि सेही भले सुप्रिया मैडम अछन जो सी कोन पढ़ेबे ना जनरल साइंस पढ़ेबे और रीजनिंग पढ़ेबे तांकर साइंस जो सी बुझान जते बेले आपण तो मैंने क्लास कर सारा पर तांकर क्वालिटी जानि परिबो से माने केमतिया पढौचंती एक्चुअली ठीक अछि पिला माने तो पिला माने एई जो आमी जो तीन जन टीचर अछु मु पढेम पिला माने मैथमेटिक्स एंड टीचिंग एप्टीट्यूड सेही भले शिवानी मैडम पढेबे तुमको इंग्लिश और सोशल स्टडीज और सुप्रिया मैडम पढेबे तुमको जनरल साइंस एंड रीजनिंग ओके नेक्स्ट पिला माने बास आजि पई एई छोटिया वीडियो रे मु बास मु तुम माननकु गोटे छोटे इन्फॉर्मेशन देबा को आस्तिली बहुत अल्प समय रहला गोटे वन टाइप ऑफ रिमाइंडर तुमको देई देल कि अल्प समय रहला निहाती भाବରେ ଯଦି ଏପର୍ଯ୍ୟନ୍ତ ତମେ ମାନେ ପଢା ଷ୍ଟାର୍ଟ କରିନ ତ ଏବେ ମୁଁ ତମକୁ ଗୋଟେ ୱେ ଦେଖେଇଦେଲି ଗୋଟେ ରାସ୍ତା ଦେଖେଇଦେଲି ସେଇ ରାସ୍ତା ଅନୁଯାୟୀ ତମେ କ୍ଲାସଟିକୁ ଷ୍ଟାର୍ଟ କର ବହୁତ ଜଲ୍ଦି ତମର ମାନେ ଏକ୍ଜାମ ଡେଟ୍ ମାନେ ପବ୍ଲିଶ ହବାକୁ ଯାଉଛି ତ ନିହାତି ଭାବରେ ପଢା ପ୍ରତି କିଛି ମାନେ ଟୋଟାଲ ଅବହେଳା କରନି ଯଦି ତମେ ସିରିୟସଲି ଗୋଟେ ସିଟ୍ ନିହାତି ଚାହୁଁଛ ଗୋଟେ ସିଟି କୋର୍ସରେ ଗୋଟେ ସିଟ୍ ଗଭର୍ଣ୍ଣମେଣ୍ଟ ସିଟ୍ ଗୋଟେ ନିହାତି ଚାହୁଁଛ ତ ନିହାତି ଭାବରେ चैनल टी को सब्सक्राइब करो आउ आम चैनल रो वीडियो गुडा सब सिटी एस्पिरेंट मानक पाखक पहुंची पारुनी तो निहाती भाବରେ चैनल टी को शेयर करिकी आउ गोटे गोटे लाइक कर दो बस आउ तुमर डेडिकेटली क्लास गुडा को कंटिन्यू देखो आउ व्हाट्सएप ग्रुप रे हमर जॉइन हो जाओ प्रत्येक प्रॉब्लम रो सॉल्यूशन आमे सेठी देई देबु तो पिला माने आज पय एतिको देखा बा नेक्स्ट क्लास रे नेक्स्ट वीडियो रे सेति पय विदाई दियो जय हिंद जय जगन्नाथ जय भारत।